ଆପଣଙ୍କର? ମମତା ସାହୁ। ଯୋଉ ଥାନାରେ ଅଭିଯୋଗ କରୁଥିଲେ କଣ ଘଟଣା ଥିଲା, କଣ ଅଭିଯୋଗ କରୁଥିଲେ? ମୋ ସ୍ୱାମୀକି ମାରିଥିଲେ ହାତୁଡ଼ା ରଡ଼ ଠେଙ୍ଗାରେ ପିଟିଲେ। ସ୍ୱାମୀ ତଳେ ପଡ଼ିଗଲେ, ମୁଣ୍ଡ ହାତୁଡ଼ାରେ ପୁରା 3 ଫାଳ ହେଇଯାଇଛି। ଅପରେସନ କଟକରେ ହେଇଛନ୍ତି। ଆମେ ଥାନାରେ 1 ତାରିଖ ଦିନ ଏଫଆଇଆର ଦେଇଥିଲୁ। ସାର୍ ଆମେ ବ୍ୟସ୍ତ, ସେମାନେ ଆସିକି କିଛି ନାହାନ୍ତି, ଯାଉଛନ୍ତି ମାନେ ତାଙ୍କ କଥା ଦେଖାଉଛନ୍ତି, ତାଙ୍କୁ ଧରିକି ଆଣୁନାହାନ୍ତି, କିଛି କହୁନାହାନ୍ତି ତାଙ୍କୁ। କେତେ ଥର ଥାନା ଗଲେ, କାହାକୁ ଦେଖାଇଲେ? ଆମେ 5-6 ଥର ଆଣୁ। କଣ କହୁଛନ୍ତି? ଆମକୁ କହୁଛନ୍ତି ହଁ ଆମେ ତାଙ୍କୁ ଧରିକି ଆଣିବୁ, ଆମେ 307 ଦଫା ଲଗେଇଛୁ ତ ଆମେ ଆଣିବୁ। ଆମକୁ ଏମିତି ବାର କହିକି ଛାଡ଼ି ଦେଉଛନ୍ତି, କେମିତି ତମେ ଯାଅ, ଆମେ ପଛରେ କରିବୁ, ତାଙ୍କୁ ଆରେଷ୍ଟ କରିବୁ ପଛରେ। ଆପଣଙ୍କ ଧମକ ଫମକ କଣ? ଧମକ ଦଉଛନ୍ତି, ମାରିଦେବୁ, ହାତ ଆଣ୍ଡିରେ ବିଷ ଦେଇକି ତମ ଦାଦାଙ୍କୁ ମାରିଦେବୁ। ମୋ ପୁଅ ଛୋଟ ପୁଅ ଯାଉଛି ଟ୍ୟୁସନ, ସନ୍ଧ୍ୟାବେଳେ ତ କହୁଛନ୍ତି ମାରିଦେବୁ ଆମେ। କଣ ପାଇଁ ଏମିତି ଘଟଣା, କାହିଁକି ଘଟଣା ଘଟୁଛି? କଣ ପାଇଁ ସ୍ୱାମୀ କାହିଁ ମାରିଲେ? ମୋ ଝିଅକୁ ବକାସୁଦା କରିବାରୁ କହିବାରୁ ଆମକୁ ଗାଳି ଗୁଲଜ କରୁଛନ୍ତି ସଦାବେଳେ। ଜାଗା ବାଡି କଣ ବିବାଦ ହଁ, ହଉଛି? ଜାଗା ବାଡ଼ି ସେ ଆଗରୁ ବନେଇ ହେଇଥିଲା, ଘର ବନେଇ ତୋଳା ହେଇପାରୁନି। କଣ ଚାହୁଁଛନ୍ତି? ଘରେ ବସିକି ଆମେ କେମିତି ଚଳିବୁ, କାମ କରିପାରିବେନି, ମୁଣ୍ଡ ଡକ୍ଟର କହିଛନ୍ତି ମୁଣ୍ଡ ଅପରେସନ ହେଇଛି। ଆମର କେହି ନେଇ, ଛୋଟ ପୁଅ, ମା ଝିଅ। ନା କଣ ଶ୍ରୀନିବାସ ସାହୁ। କଣ ଘଟଣା ଘଟିଲା, କାହିଁକି ବାଡେଇଲେ? ଘଟଣା ସାର୍ ଘର ଲାଗି କଳି, ଝିଅକୁ ବ୍ୟବହାର କରିବେ। ଅବିକା ଆସିକି ମୁଁ କହିଲା ପରେ ଏଠୁ ମୁଁ ନଥିଲି, ଯାଇଥିଲି ଗୋଟେ ଥର, ଝିଅକୁ ଅପବ୍ୟବହାର କରି କହିଲେ। ଏଠୁ ମୁଁ ସାଙ୍ଗେ ସାଙ୍ଗେ ଆସି ପହଞ୍ଚିଲି କାମରୁ ଆସିବା ଭିତରେ। ଏଠୁ ମତେ ସେ ପୁଅ ମଦ ପିଇକି ଥିଲେ, ବାହାରିକା ମତେ ଏମିତି ରଡ଼ ଶାବଳ ହାତୁଡ଼ାରେ ବାଡ଼େଇ 3 ଜଣ ଯାକ ମିଶିକି। ଜାଗା ବାଡି ଗଲେ ସିଏ ଘର କରିବାକୁ ଚାହିଁଲେ ଘର କରିବାକୁ ଦଉନାହାନ୍ତି। ସେପଟେ ଇଏ କରୁଛନ୍ତି ଜବରଦସ୍ତି, ମୋ ଜାଗା ଉପରେ ଦଖଲ କରି ମତେ ଇଏ କରୁଛନ୍ତି। ତାଙ୍କର ଗୋଟା ଘର, ମୋର ଗୋଟା ଘର। ଥାନା ବାଲା ମତେ କହୁଛନ୍ତି ହଁ ବୁଝିବୁ, ଥାନାକୁ 2 ଥର 3 ଥର ଗଲେ ଆମକୁ ଅନ୍ୟ ପ୍ରକାର ବ୍ୟବହାର କରୁଛନ୍ତି। 17 ଦିନ ହେଲା କେସ୍ ଦେଲୁ, କେସ୍ ଡିପ୍ଲେମେଣ୍ଟ ନଉନାହାନ୍ତି। ଥାନା ବାଲା ଜାଣିଥିବେ ଯେ କଥା, ଥାନା ବାଲାଙ୍କୁ ପଚାରିଲେ ସେଟା ଜଣା ପଡିବ। ଥାନା ବାଲାଙ୍କୁ ଆମେ ପଚାରିବା ପରେ ସେ ଆମକୁ ଅନ୍ୟ ବ୍ୟବହାର କରୁଛନ୍ତି। ଥାନା ବାଲା ସେ ନିଜେ ଘରକୁ ଆଉଛି ଯାଉଛି, କହୁଛି ଯେ ମୁଜୁରିମି ଦେଖୁ ତାକୁ ଛାଡି ଦଉଛି, ଖୋଲା ବୁଲୁଛି, ମତେ ଧମକି ଦଉନ୍ତି। ଥାନା ବାଲା କହନ୍ତି କାହିଁ 10 ଥର ଆଉଛି, ଇଏ କରୁଛ। ନିଜେ ଆପଣ ମୁଁ ମିଡିଆ ବାଲାଙ୍କୁ ଦେଲି କେସ୍, ନାହିଁ ତ ମୁଁ କୋର୍ଟକୁ ଯିବି, କେସ୍ କରିବି ଥାନା ବାଲାଙ୍କ ନାଁରେ, ମୋ ତଣ୍ଟି ଚିପି ମାରିଦେବି ବୋଲି କହୁଛନ୍ତି। କାହିଁ